ସମସ୍ତଙ୍କୁ ଏଡିଏସ୍ ନଲେଜ୍ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଡିକେ ସାର୍। ଦେଖନ୍ତୁ ପିଲାମାନେ, ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ମିନିଷ୍ଟ୍ରି ଅଫ୍ ରେଲ୍ ତା ତରଫରୁ ରେଲୱେ ରିକ୍ରୁଟମେଣ୍ଟ ବୋର୍ଡର ସେଣ୍ଟ୍ରାଲାଇଜ୍ଡ ଏମ୍ପ୍ଲୟମେଣ୍ଟ ନୋଟିସ୍ CEN ନମ୍ବର 05/2025ର ଅଫିସିଆଲ ନୋଟିଫିକେସନ୍ ଆସିଛି। ଯେଉଁ ନୋଟିଫିକେସନରେ ଆପଣମାନଙ୍କର ରେଲୱେର ବିଭିନ୍ନ ପ୍ରକାର ପୋଷ୍ଟ ଭ୍ୟାକେନ୍ସି ଆସିଛି। ଚାଲନ୍ତୁ ସେ ବିଷୟରେ ଆମେ ଡିଟେଲ୍ ଆଲୋଚନା କରିବା। କିନ୍ତୁ ଆଲୋଚନା କରିବା ପୂର୍ବରୁ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ। କାହିଁକି ନା ମୁଁ ଏହି ଚ୍ୟାନେଲରେ ଅଲ୍ ଜବ୍ ରିଲେଟେଡ୍ ନୋଟିଫିକେସନ୍, ନଲେଜେବଲ୍ ଭିଡ଼ିଓ ଏବଂ ଏକ୍ଜାମ୍ ଆନାଲିସିସ୍ ଭିଡ଼ିଓ ଏହି ଚ୍ୟାନେଲରେ ପ୍ରୋଭାଇଡ଼ କରିଥାଏ। ତେଣୁକରି ଭିଡ଼ିଓ ଛାଡ଼ୁ ଛାଡ଼ୁ ସିଧାସଳଖ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟିଏ ଚାଲିଯିବ ପିଲାମାନେ। ବୁଝିହେଲା? କିଛି ଅସୁବିଧା ହେବ ନାହିଁ, ଡରିବାର କିଛି ନାହିଁ ହେଲା। ଚାଲନ୍ତୁ ବିଳମ୍ବ ନ କରି ଆରମ୍ଭ କରିବା। ଓକେ, ଦେଖନ୍ତୁ ପିଲାମାନେ, ଏ ହେଉଛି ଆପଣମାନଙ୍କର ରେଲୱେ ରିକ୍ରୁଟମେଣ୍ଟ ବୋର୍ଡର ଅଫିସିଆଲ ନୋଟିଫିକେସନ୍, ଯେଉଁଥିରେ ଆପଣମାନଙ୍କର ଜୁନିୟର ଇଞ୍ଜିନିୟର୍ସ, ଡିପୋଟ୍ ମେଟେରିଆଲ ସୁପରିଟେଣ୍ଡେଣ୍ଟ, କେମିକାଲ ଆଣ୍ଡ ମେଟ୍ରୋଲୋଜିକାଲ ଆସିଷ୍ଟାଣ୍ଟ ଏହାର ଭ୍ୟାକେନ୍ସି ରହିଛି। ତେଣୁକରି ଏହା ବିଷୟରେ ଆମେ ଡିଟେଲ୍ ଚାଲନ୍ତୁ ଜାଣିବା। ଓକେ, ଦେଖନ୍ତୁ ପିଲାମାନେ, ଏହି ନୋଟିଫିକେସନ୍ଟିକୁ ଆମେ ଜାଣିବା ପୂର୍ବରୁ ପ୍ରଥମେ ଜାଣିବା ଏହାର ଫର୍ମକୁ ଅନଲାଇନ୍ରେ ଆପ୍ଲାଏ କରାଯାଏ। ଆଉ ଏହାର ଆପ୍ଲାଏ ଡେଟ୍ ଆରମ୍ଭ ହେଉଛି 31/10/2025। ତାମାନେ ଅକ୍ଟୋବର ମାସ 31 ତାରିଖ ଦିନଠାରୁ ଏହାର ଅନଲାଇନ୍ ଆପ୍ଲାଏ ଆରମ୍ଭ ହେବ ଏବଂ ଶେଷ ହେବ 30/11/2025। ତାମାନେ ନଭେମ୍ବର ମାସ 30 ତାରିଖରେ ଏହାର ଶେଷ ତାରିଖ ହୋଇଯିବ। ତେଣୁକରି ୟା ଭିତରେ ଆପଣମାନେ ନିଶ୍ଚୟ ଭାବରେ ଅନଲାଇନ୍ଟି ଆପ୍ଲାଏ କରିଦେବେ। ବୁଝିଗଲେ? ଏହାର ମୁଖ୍ୟତଃ ଅନ୍ୟାନ୍ୟ ଡେଟ୍ ଗୁଡ଼ାକୁ ମଧ୍ୟ ଆପଣମାନେ ଜାଣି ରଖନ୍ତୁ। ବୁଝିପାରିଲେ ପିଲାମାନେ? ଚାଲନ୍ତୁ ପିଲାମାନେ, ବର୍ତ୍ତମାନ ଆମେ ଜାଣିବା କେଉଁ କେଉଁ ପୋଷ୍ଟ ରହିଛି ଆଉ ଏହାର ଜବ୍ ଫିଚର୍ସ ବିଷୟରେ ମଧ୍ୟ ଜାଣିନେବା। ଦେଖନ୍ତୁ, ପ୍ରଥମେ ଆପଣମାନଙ୍କର ଜୁନିୟର ଇଞ୍ଜିନିୟର ରହିଛି, ଯେଉଁଟାକୁ ଆମର JEE ବୋଲି କହିଥାଉ। ଦେନ୍ ଆପଣମାନଙ୍କର ଡିପୋଟ୍ ମେଟେରିଆଲ ସୁପରିଟେଣ୍ଡେଣ୍ଟ, ଯେଉଁଟାକୁ ଆମର DMS କହିଥାଉ। ଦେନ୍ ଆପଣମାନଙ୍କର କେମିକାଲ ଆଣ୍ଡ ମେଟ୍ରୋଲୋଜିକାଲ ଆସିଷ୍ଟାଣ୍ଟ ଏହାର ପୋଷ୍ଟ ମଧ୍ୟ ରହିଛି। ତେଣୁକରି ଏହିସବୁ ଚାକିରି ଆପଣମାନଙ୍କର ଲେଭେଲ୍ 6ର ରହିବ, ଯେଉଁଥିରେ ଆପଣମାନଙ୍କର ଇନିସିଆଲ ବେସିକ୍ ପେ ଆପଣମାନଙ୍କର 35,400 ଟଙ୍କା ଦିଆଯିବ। ବୁଝିହେଲା? ଆଉ ଆପଣମାନଙ୍କର ଏହି ଫର୍ମକୁ ଆପ୍ଲାଏ କରିବା ପାଇଁ ହେଲେ ବୟସଗତ ଯୋଗ୍ୟତା 18ରୁ 33 ବର୍ଷ ହୋଇଥିବା ଦରକାର। ତା ସହିତ ଆପଣମାନଙ୍କର ରିଲାକ୍ସେସନର ଫ୍ୟାସିଲିଟି ମଧ୍ୟ ରହିଛି। ତେଣୁକରି ଓରିଡ୍ ହେବେ ନାହିଁ, ଶେଷ ପର୍ଯ୍ୟନ୍ତ ଦେଖିବେ। ମୁଁ ଡିଟେଲ୍ ଆପଣମାନଙ୍କୁ ଜଣାଇଦେବି, ଦେନ୍ ଆପଣମାନେ ଆପ୍ଲାଏଟିଏ କରିବେ। ଓକେ, ତାପରେ ଏଇଥିରେ ଦେଖନ୍ତୁ ଆପଣମାନଙ୍କର ଟୋଟାଲ ଭ୍ୟାକେନ୍ସି ରହିଛି 2569ଟି। ଏଇ ଟୋଟାଲ ଭ୍ୟାକେନ୍ସିକୁ ଆପଣମାନେ ଲକ୍ଷ୍ୟ କରିକିରି କେଉଁ ଜୋନ୍ରେ ପକାଇବେ ଆଉ କେଉଁ କେଉଁ ପୋଷ୍ଟରେ ଆପ୍ଲାଏ କରିବେ ତାକୁ ନିଶ୍ଚୟ ଭାବରେ ଆପଣମାନଙ୍କୁ ଜାଣିବା ଦରକାର। ଦେନ୍ ଆପଣମାନଙ୍କୁ ଆପ୍ଲାଏ କଲେ ବେନିଫିଟ୍ ପାଇପାରିବେ। ବୁଝିପାରିଲେ ପିଲାମାନେ? ପିଲାମାନେ, ବର୍ତ୍ତମାନ ଦେଖିବା ଏଜ୍ ଲିମିଟ୍। ଦେଖନ୍ତୁ, 1/1/2026 ସୁଦ୍ଧା ଆପଣମାନଙ୍କର ଏଜ୍ ଲିମିଟ୍କୁ କାଲକୁଲେଟ୍ କରାଯିବ, ଯେଉଁଟାକି ଆପଣମାନେ ଦେଖିପାରୁଛନ୍ତି। ଓକେ, ତା ସହିତ ମୁଁ ପୂର୍ବରୁ କହୁଥିଲି ଏଜ୍ ରିଲାକ୍ସେସନ୍। ଦେଖନ୍ତୁ, ST SC କ୍ୟାଣ୍ଡିଡେଟ୍ ତାଙ୍କର ଏଜ୍ ରିଲାକ୍ସେସନ୍ 5 ବର୍ଷ ରହିଛି। ଦେଖନ୍ତୁ, ଠିକ୍ ସେମିତିକା ଆପଣମାନଙ୍କର OBC ନନ୍ କ୍ରିମି ଲେୟାର ତାଙ୍କର 3 ବର୍ଷର ଏଜ୍ ରିଲାକ୍ସେସନ୍ ରହିଛି। ବୁଝିପାରିଲେ ପିଲାମାନେ? ତେଣୁକରି ନିଶ୍ଚୟ ଭାବରେ ଯେଉଁମାନଙ୍କର ଯୋଗ୍ୟତା ହେଉଛି ଆପ୍ଲାଏଟିଏ କରନ୍ତୁ। ଦେନ୍ ଆପଣମାନଙ୍କର ଅନ୍ୟାନ୍ୟ ରିଲାକ୍ସେସନର ଫ୍ୟାସିଲିଟି ମଧ୍ୟ ରହିଛି, ତାକୁ ମଧ୍ୟ ଆପଣମାନେ ଦେଖିନିଅନ୍ତୁ। ଓକେ, ବର୍ତ୍ତମାନ ଦେଖିବା ଏକ୍ଜାମିନେସନ୍ ଫି। ଦେଖନ୍ତୁ, ଆପଣମାନଙ୍କର ଜେନେରାଲ ପିଲାମାନଙ୍କ ପାଇଁ ଏକ୍ଜାମିନେସନ୍ ଫି ରହିବ 500 ଟଙ୍କା, ଯେଉଁଥିରେ ଆପଣମାନଙ୍କୁ 400 ଟଙ୍କା ପୁଣି ଆପଣମାନଙ୍କୁ ରିଫଣ୍ଡ କରାଯିବ। ବୁଝିପାରିଲେ? ଦେନ୍ ST SC ଏକ୍ସ-ସର୍ଭିସମେନ୍, PWD, ଫିମେଲ୍ ଟ୍ରାନ୍ସଜେଣ୍ଡର ଏଇମାନଙ୍କ ପାଇଁ ଆପଣମାନଙ୍କର 250 ଟଙ୍କା ଲାଗିବ। ଆଉ ଏଇଥିରେ ଆପଣମାନଙ୍କର ବ୍ୟାଙ୍କ ଚାର୍ଜକୁ କଟ୍ କରିକିରି ଆପଣମାନଙ୍କୁ ମଧ୍ୟ ରିଫଣ୍ଡ କରାଯିବ। ବୁଝିପାରିଲେ? ଓକେ ପିଲାମାନେ, ବର୍ତ୍ତମାନ ଦେଖିବା ଏହାର ରିକ୍ରୁଟମେଣ୍ଟ ପ୍ରୋସେସ୍, ମାନେ କେଉଁ ପ୍ରୋସେସ୍ରେ ଆପଣମାନଙ୍କର ସିଲେକ୍ସନ୍ କରାଯିବ। ଏଥିରେ ଆପଣମାନଙ୍କର 4ଟି ଷ୍ଟେଜ୍ରେ ସିଲେକ୍ସନ୍ କରାଯିବ। ପ୍ରଥମେ ଆପଣମାନଙ୍କର CBT 1, ଯେଉଁଟାକୁ ଆମର ଷ୍ଟେଜ୍ 1 ବୋଲିକିରି କହୁଛେ, ତାକୁ ଆପଣମାନଙ୍କୁ କ୍ଲିୟର କରିବା ପାଇଁ ପଡ଼ିବ। ଦେନ୍ ଆପଣମାନଙ୍କର CBT 2, ଯେଉଁଟାକୁ ଆମର କମ୍ପ୍ୟୁଟର ବେସ୍ଡ ଟେଷ୍ଟର ସେକେଣ୍ଡ ଷ୍ଟେଜ୍କୁ ମଧ୍ୟ କ୍ୱାଲିଫାଏ କରିବା ପାଇଁ ହେବ। ଦେନ୍ ଆପଣମାନଙ୍କର DV ମାନେ ଡକୁମେଣ୍ଟ ଭେରିଫିକେସନ୍ ହେବ। ଦେନ୍ ଆପଣମାନଙ୍କର ମେଡ଼ିକାଲ ଟେଷ୍ଟ ହେବ ବା ମେଡ଼ିକାଲ ଏକ୍ଜାମଟିଏ ହେବ। ବୁଝିପାରିଲେ ପିଲାମାନେ? ତେଣୁକରି ଏଇଟା ହେଉଛି ଆପଣମାନଙ୍କର ସିଲେକ୍ସନ୍ ପ୍ରୋସେସ୍।
ବର୍ତ୍ତମାନ ଦେଖିବା CBT 1 ରେ ଆପଣମାନଙ୍କର କ'ଣ ସବୁ ରହିବ। ଦେଖନ୍ତୁ CBT 1 ରେ ଆପଣମାନଙ୍କୁ 90 ମିନିଟ୍ ସମୟ ଦିଆଯିବ, ଯୋଉଥିରେ ଆପଣମାନଙ୍କୁ 100ଟି କ୍ୱେଶ୍ଚନ୍ ରହିଥିବ। ବୁଝିପାରିଲେ? ଆଉ ଯୋଉମାନେ CBT 1 କୁ କ୍ୱାଲିଫାଇ କରିବେ ସେମାନେ CBT 2 କୁ ଫେସ୍ କରିବେ। ବୁଝିହେଲା? ଏହାର ସିଲାବସ୍‌କୁ ମଧ୍ୟ ଆପଣମାନେ ଜାଣିନିଅନ୍ତୁ। ଏଥିରେ ମ୍ୟାଥମେଟିକ୍ସ, ଜେନେରାଲ ଇଣ୍ଟେଲିଜେନ୍ସ ଆଣ୍ଡ ରିଜନିଂ ଆଉ ଆପଣମାନଙ୍କର ଜେନେରାଲ ଆୱାରନେସ୍ ମାନେ ଜିକେ ସବୁ ଆସିବ। ଦେଖିନିଅନ୍ତୁ ଏହାର ସିଲାବସ୍‌ରେ ଆପଣମାନଙ୍କର ସେମିତି କିଛି ପରିବର୍ତ୍ତନ ହେଇନାହିଁ। ଓକେ। ଦେଖିନିଅନ୍ତୁ ଆପଣମାନଙ୍କର ମ୍ୟାଥମେଟିକ୍ସର 30 କ୍ୱେଶ୍ଚନ୍ ଆସିବ ଆପଣମାନଙ୍କର। ଠିକ୍ ସେହିପରି ଆପଣମାନଙ୍କର ରିଜନିଂର 25 କ୍ୱେଶ୍ଚନ୍ ଆସିବ, 25 ମାର୍କ ରହିବ। ଆପଣମାନଙ୍କର ଜେନେରାଲ ଆୱାରନେସ୍ 15 କ୍ୱେଶ୍ଚନ୍ 15 ମାର୍କ ରହିବ। ଦେନ୍ ଆପଣମାନଙ୍କର ଜେନେରାଲ ସାଇନ୍ସ 30 କ୍ୱେଶ୍ଚନ୍ସ ଅଛି, 30 ମାର୍କସର ପ୍ରୋଭିଜନ୍ ମଧ୍ୟ ରହିଛି। ଏମିତି ଆପଣମାନଙ୍କର ଟୋଟାଲ୍ 100 କ୍ୱେଶ୍ଚନ୍ ରହିବ ଆଉ 100 ମାର୍କର ପ୍ରୋଭିଜନ୍ ରହିଛି। ତେଣୁକରି ପ୍ରତ୍ୟେକ କ୍ୱେଶ୍ଚନ୍ ପାଇଁ ଆପଣମାନଙ୍କର କ'ଣ ରହିବ? 1 ମାର୍କ ରହିବ। ବୁଝିପାରିଲେ ପିଲାମାନେ? ଆଉ ନେଗେଟିଭ୍ ମାର୍କର ମଧ୍ୟ ପ୍ରୋଭିଜନ୍ ରହିଛି। ଆପଣମାନଙ୍କର 3ଟି ଯଦି ଭୁଲ ହେଇଯିବ ତାହେଲେ 1 ମାର୍କ ମାଇନସ୍ ହେଇଯିବ। ଓକେ। ଆଉ ସାଇନ୍ସର ମଧ୍ୟ ଆପଣମାନଙ୍କର 10th ଷ୍ଟାଣ୍ଡାର୍ଡ଼ର କ୍ୱେଶ୍ଚନ୍ ଆସିବ। ଯୋଉମାନେ ଏବେଠାରୁ ପ୍ରିପାରେସନ୍ ହେବା ପାଇଁ ଚାହୁଁଛନ୍ତି ସେମାନେ ନିଶ୍ଚୟ ଭାବରେ ଆମର ପ୍ଲେଲିଷ୍ଟରେ ବହୁତ ସାରା ଭିଡ଼ିଓ ରହିଛି। ସାଇନ୍ସର, ଆପଣମାନଙ୍କର ଜିକେର, ଆପଣମାନଙ୍କର ରିଜନିଂର ସେ ଭିଡ଼ିଓକୁ ମଧ୍ୟ ନିଶ୍ଚୟ ଦେଖନ୍ତୁ। ଦେନ୍ ଆପଣମାନଙ୍କର ଦେଖନ୍ତୁ ସେକେଣ୍ଡ ଷ୍ଟେଜ୍‌ରେ ଆପଣମାନଙ୍କର 15 ଗୁଣ ପିଲାମାନଙ୍କୁ ସିଲେକ୍ସନ୍ କରାଯିବ। ମାନେ ଆପଣମାନଙ୍କର ଯେତେ ଭେକେନ୍ସି ଅଛି ତାର 15 ଗୁଣା ପିଲାଙ୍କୁ CBT 2 କୁ ଫେସ୍ କରିବା ପାଇଁ ଡକାଯିବ। ଏଇଥିରେ ଆପଣମାନଙ୍କର ଟୋଟାଲ୍ 120 ମିନିଟ୍ ସମୟ ଦିଆଯିବ, ମାନେ 2 ଘଣ୍ଟା ସମୟ। ଆଉ ଏଇ 2 ଘଣ୍ଟା ମଧ୍ୟରେ ଆପଣମାନେ 150 କ୍ୱେଶ୍ଚନ୍‌କୁ ଫେସ୍ କରିବେ, ଯୋଉଥିରେ ଆପଣମାନଙ୍କର 150 ମାର୍କ ରହିଛି। ତାମାନେ ଗୋଟେ କ୍ୱେଶ୍ଚନ୍‌କୁ ଆପଣମାନଙ୍କର 1 ମାର୍କ ରହିଛି। ବୁଝିପାରିଲେ? ତେଣୁକରି CBT 1 କଥା ମୁଁ ଡିଟେଲ୍ କହିଦେଲି। CBT 2 ରେ ମଧ୍ୟ ଆପଣମାନେ ଜାଣିଗଲେ। ଓକେ। ଆଉ CBT 2 ର ମଧ୍ୟ ସିଲାବସ୍ ଦେଖିନିଅନ୍ତୁ। ଏଇଥିରେ ମଧ୍ୟ ଆପଣମାନଙ୍କର ବେସିକ୍ କମ୍ପ୍ୟୁଟର ଆପ୍ଲିକେସନ୍ ପଡ଼ିବ, ବେସିକ୍ ଏନଭାୟରନମେଣ୍ଟ ପଲ୍ୟୁସନ୍ ପଡ଼ିବ, ଆଉ ତାର କଣ୍ଟ୍ରୋଲ କେମିତି କରାଯାଏ ସେସବୁର କ୍ୱେଶ୍ଚନ୍ ଆସିବ। ଆପଣମାନଙ୍କର ଟେକ୍ନିକାଲ ଏବିଲିଟିଜ୍‌ର କ୍ୱେଶ୍ଚନ୍ ସବୁ ଆସିବ। ଓକେ। ତାକୁ ଆପଣମାନେ ନିଶ୍ଚୟ ଭାବରେ ଦେଖିନିଅନ୍ତୁ। ଏଇଥିରେ ଟୋଟାଲ୍ 150 କ୍ୱେଶ୍ଚନ୍ ରହିଛି ଆଉ 150 ମାର୍କ ମଧ୍ୟ ଦିଆଯିବ। ବୁଝିପାରିଲେ? କୋଉଥିରେ କେତେ ମାର୍କ ଅଛି ଆପଣମାନେ ନିଶ୍ଚୟ ଦେଖିନିଅନ୍ତୁ। ଦେଖନ୍ତୁ ପିଲାମାନେ, DV ମାନେ ଡକୁମେଣ୍ଟ ଭେରିଫିକେସନ୍ ପାଇଁ ଯେତିକି ଭେକେନ୍ସି ରହିଥିବ ସେତିକି ପିଲାଙ୍କୁ ଡକୁମେଣ୍ଟ ଭେରିଫିକେସନ୍‌କୁ ସେ ଡାକିବ। ତେଣୁକରି ଏକ୍ସଟ୍ରା ପିଲାକୁ କୌଣସି ମତରେ ଡାକିବ ନାହିଁ। ଯେତିକି ଭେକେନ୍ସି ଥିବ ସେତିକି ଆପଣମାନଙ୍କର DV ପାଇଁ ଡାକିବ। ଓକେ। ଚାଲନ୍ତୁ ପିଲାମାନେ ବର୍ତ୍ତମାନ ଦେଖିବା ଆମେ ଭେକେନ୍ସି ଟେବୁଲକୁ। ଆମର ଜୋନ୍ ୱାଇଜ୍ କୋଉଥିରେ କେତେ ଭେକେନ୍ସି ରହିଛି। ଦେଖନ୍ତୁ ଏ ହେଉଛି ଆପଣମାନଙ୍କର RRB ଭୁବନେଶ୍ୱର। ଏଇଥିରେ ଆପଣମାନଙ୍କର ଦେଖନ୍ତୁ କେତେ ସବୁ ଭେକେନ୍ସି ରହିଛି। ଓକେ। ଏଇ RRB ଭୁବନେଶ୍ୱରରେ ଦେଖନ୍ତୁ ଜେନେରାଲମାନଙ୍କ ପାଇଁ କେତେ ଭେକେନ୍ସି ରହିଛି, ST ପାଇଁ କେତେ ରହିଛି, SC ପାଇଁ କେତେ ରହିଛି, OBC ପାଇଁ କେତେ ରହିଛି। ଏମିତିକା ଆମର ଇଷ୍ଟ କୋଷ୍ଟ ରେଲୱେ ତାମାନେ ଭୁବନେଶ୍ୱର ଜୋନ୍ ପାଇଁ ଆମର ଟୋଟାଲ୍ 36ଟି ଭେକେନ୍ସି ରହିଛି। ବୁଝିହେଲା? ଠିକ୍ ସେହିପରି ସବୁଠାରୁ ଅଧିକ ଜୋନ୍‌ର ଭେକେନ୍ସି କଲିକତା। ତା ବିଷୟରେ ମଧ୍ୟ ଆପଣମାନେ ଦେଖିନିଅନ୍ତୁ କୋଉଥିରେ କେତେ ଭେକେନ୍ସି ରହିଛି, କୋଉ ପୋଷ୍ଟରେ କେତେ ଭେକେନ୍ସି ରହିଛି ଆପଣ ନିଶ୍ଚୟ ଦେଖିନିଅନ୍ତୁ। ବୁଝିହେଲା? ଆପଣମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ରହିବ। କଲିକତା ଅଧିକ ଭେକେନ୍ସି ରହିଛି। ଟୋଟାଲ୍ ଆପଣମାନଙ୍କର କଲିକତାରେ 628ଟି ଭେକେନ୍ସି ରହିଛି ପିଲାମାନେ। ଦେଖନ୍ତୁ ଇଷ୍ଟର୍ଣ୍ଣ ଜୋନ୍‌ରେ କେତେ ରହିଛି, ମେଟ୍ରୋରେ କେତେ ରହିଛି, ସାଉଥ୍ ଇଷ୍ଟର୍ଣ୍ଣ ରେଲୱେରେ କେତେ ଭେକେନ୍ସି ରହିଛି ଆପଣମାନେ ନିଶ୍ଚୟ ଦେଖନ୍ତୁ। ସେହି ଅନୁସାରେ ଆପଣମାନେ ଆପ୍ଲାଏ କରନ୍ତୁ। ବୁଝିଗଲେ? ତାହେଲେ ଏହିପରିକା ଟୋଟାଲ୍ ଆପଣମାନଙ୍କର 2569ଟି ଭେକେନ୍ସି ରହିଛି। ଏହି ଜବ୍ ବିଷୟରେ ମୁଁ ଆପଣମାନଙ୍କୁ ଡିଟେଲ୍ ଆଲୋଚନା କରିଦେଲି। ଏହି PDFକୁ ପାଇବା ପାଇଁ ହେଲେ ଡେସ୍କ୍ରିପସନ୍ ବକ୍ସରେ ଟେଲିଗ୍ରାମ ଚ୍ୟାନେଲର ଲିଙ୍କ୍ ରହିଛି। ସେହି ଲିଙ୍କ୍ ମାଧ୍ୟମରେ ନିଶ୍ଚୟ ଭାବରେ ଜଏନ୍ କରିବେ, ଯାହାଫଳରେ ଆପଣମାନଙ୍କର ଅନ୍ୟାନ୍ୟ ଜବ୍ ରିଲେଟେଡ୍ ନୋଟିଫିକେସନ୍ ଏବଂ ଡିଫରେଣ୍ଟ ସବଜେକ୍ଟର ଆପଣମାନଙ୍କର ନୋଟ୍ ମଧ୍ୟ ସେଥିରେ ମୁଁ PDF ଆକାରରେ ସେଣ୍ଡ କରିଥାଏ, ତାକୁ ମଧ୍ୟ ଆପଣମାନେ ପାଇଯିବେ। କିଛି ଅସୁବିଧା ହେବ ନାହିଁ। ତେଣୁକରି ପ୍ରତ୍ୟେକ ଦିନ ଏଇ ଟାଇପ୍ର ଭିଡ଼ିଓ ଦେଖନ୍ତୁ। ଦେଖିବା ପାଇଁ ହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍‌ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ, ଯାହାଫଳରେ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍‌ଟି ଚାଲିଯିବ ଆଉ ଶୀଘ୍ର ଆପଣମାନେ ଭିଡ଼ିଓକୁ ଦେଖିବେ। ବୁଝିହେଲା? ଭିଡ଼ିଓକୁ ବହୁତ ମାତ୍ରାରେ ନିଜ ସାଙ୍ଗମାନଙ୍କ ନିକଟକୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ ଆଉ ମତାମତ ଦେବାକୁ ଜମା ଭୁଲନ୍ତୁ ନାହିଁ। ଧନ୍ୟବାଦ।